तो देखंतु ଆପଣଙ୍କର ଯୋଉ ହୋମଗାର୍ଡର ଏକ୍ଜାମ ହବ ବାଲେଶ୍ୱରରେ ହେଲା, ରିଟେନର ତାର ନୋଟିସ୍ ଆସିଯାଇଛି ହେଲା। କେବେ ଅଛି ଆପଣଙ୍କର ଏକ୍ଜାମ? ଆପଣଙ୍କର ଏକ୍ଜାମ ହଉଛି 14/12/25 ରେ ଅଛି ହେଲା। କେତେବେଳଠୁ 9:30ରୁ 11ଟା ପର୍ଯ୍ୟନ୍ତ ଅଛି ହେଲା। କୋଉଠି ହବ ନା ପୋଲିସ ଗ୍ରାଉଣ୍ଡ ବାଲେଶ୍ୱରରେ ହବ ଆପଣଙ୍କର ରିଟେନ ହେଲା। ତାପରେ ଆପଣଙ୍କର ସବୁ ରିଟେନଟା ଯୋଉ ହବ ଆପଣ ସକାଳ 7ଟାରେ ଯାଇକି ରିପୋର୍ଟ କରିବେ। ତାପରେ ଆପଣଙ୍କର 40 ମାର୍କ ହଉଛି କଣ ହବ ସାଧାରଣ ଜ୍ଞାନ ପରୀକ୍ଷା, ଓଡ଼ିଆ ଭାଷା ଆପଣଙ୍କର ହବ 20 ମାର୍କ ହେଲା। ତ ସମୟ ତୁମକୁ ଦେବେ 1 ଘଣ୍ଟା 30 ମିନିଟ୍ ହେଲା। ପରେ ତମେ ହଉଛି ପରୀକ୍ଷା ସେଠି ଯୋଉ ପରୀକ୍ଷାର୍ଥୀ କଣ ନବ କଣ ନେଇକି ଯିବ ହେଲା। ନେଇଯିବ ନୀଳ କଳା କଲମ ଯାହା ବି ହେଇଥାଉ ନେଇଯିବ ତମେ ହେଲା। ତାପରେ ଆଡମିଟ୍ କାର୍ଡଟା ନେଇଯିବ ହେଲା। ଆଧାର କାର୍ଡ କିମ୍ବା ସରକାରୀ ପରିଚୟ ପତ୍ର ଯଦି କିଛି ଥିବ ନେଇଯିବ। ପାଣି ବୋତଲ ନେଇଯିବ ହେଲା, ପାଣି ପିଇବ। ତାପରେ ବସିବା ପାଇଁ କିଛି ଗୋଟେ ଦରି ଭଳିଆ ନେଇକି ଯିବା ପାଇଁ ପଡ଼ିବ ତୁମକୁ ହେଲା। ସ୍କିପ୍ ବୋର୍ଡ ମଧ୍ୟ ଗୋଟେ ନେଇଯିବେ ହେଲା। ତାପରେ ରହିଲା ଏସବୁ ରହିଲା। ତାପରେ ଆପଣ କଣ କରିବେ ନା ଏଡମିଟ୍ କାର୍ଡଟା କୋଉଠୁ ପାଇବ? ଏଡମିଟ୍ କାର୍ଡ ତମ ଯୋଉ ପୁଲିସ ଷ୍ଟେସନ ତମର ଯୋଉ ଯୋଉମାନଙ୍କର ଯୋଉଠି ବି ପୁଲିସ ଷ୍ଟେସନ ଅଛି ସେ ପୁଲିସ ଷ୍ଟେସନରୁ ସବୁ ଏଡମିଟ୍ କାର୍ଡ ପଠେଇ ଦିଆଯାଇଛି। ସେ ଏଡମିଟ୍ କାର୍ଡ ତୁମେ 9/12/25ରୁ ଆମର 13/12/25 ପର୍ଯ୍ୟନ୍ତ ଦିଆହବ, ସକାଳ 8ଟାରୁ ଦିନ 2ଟା ପର୍ଯ୍ୟନ୍ତ ହେଲା। କେମିତି ଆଣିବ? ଗୋଟେ ଫଟୋ ନେଇଯିବ, ଆଉ ଆଧାର କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ ମଧ୍ୟରୁ ଯେକୌଣସି ଗୋଟେ ନେଲେ ହବ ହେଲା। ଯାଇକି ଆଣିପାରିବ। ଆଉ କୌଣସି ଅଭିଯୋଗ ମାନେ କୌଣସି ତଥ୍ୟ ଜାଣିବା ପାଇଁ ହେଲେ ଏଇ ନମ୍ବରରେ କଲ୍ କରିକି ଜାଣିପାରିବ ତମେ ହେଲା। ଆଉ କଣ ଏଇ ଯୋଉ ରିଟେନ୍ ହେଲା ତାପରେ ତାର ଫିଜିକାଲ ହବ, ସେଇ ପ୍ରୋସେସ ଅନୁସାରେ ହବ ଆପଣଙ୍କର ଯୋଉ ଭଳିଆ ବି ହୁଏ ହେଲା। ତ ରିଟେନ୍ ପାଇଁ ଆପଣ ପ୍ରିପାରେସନ୍ ହୁଅନ୍ତୁ ହେଲା କି। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।